Okay, let's go. Audio Jungle. Hello guys, good morning and welcome to my blog. आज 21 days workout challenge रो day number 6 ଆଉ ऑलरेडी ଆପଣ ଦେଖିପାରୁଥିବେ ମୁଁ ରେଡ଼ି ହେଇସାରିଲିଣି। ସୋ ଆଜି ମୁଁ ବହୁତ ଜଲ୍ଦି ବି ଉଠି ଯାଇଥିଲି, 6ଟା ବେଳକୁ ଉଠି ଯାଇଥିଲି। ଆଉ କାହିଁକିନା ଆପଣମାନଙ୍କୁ କାଲି ମୁଁ ଭିଡ଼ିଓରେ କହିଛି କି ଯେ ବହୁତ ଗୁଡ଼ା ଇକ୍ୱିପମେଣ୍ଟସ୍ ଅଛି କିନ୍ତୁ ବହୁତ ପିଲା ଯାଉଛନ୍ତି ମର୍ଣ୍ଣିଂରେ ୱାର୍କଆଉଟ୍ ଲାଗି। ତ ମୁଁ ବି ଆଜି ବହୁତ ଜଲ୍ଦି ଉଠି ଯାଇଛି ଆଉ ଜଲ୍ଦି ୱାର୍କଆଉଟ୍ ଲାଗି ଯିବି। ବଟ୍ ୱାର୍କଆଉଟ୍ କରିବା ଯିବା ଆଗରୁ ପ୍ରଥମେ କିଛି ହାଲକା ଫୁଲକା କିଛି ଖଣ୍ଡେ ନାସ୍ତା କରିକି ଖାଇ ଦେଇକି ବାହାରିକି ଯିବେ। ଆପଣ ଆଜି ମୁଁ କ'ଣ ଖାଇବି ତାକୁ ବି ଭିଡ଼ିଓରେ ଦେଖେଇବି, କାହିଁକିନା କାଲିର ଭିଡ଼ିଓରେ ଦେଖେଇ ପାରିନଥିଲି, ଆଜିର ଭିଡ଼ିଓରେ ଦେଖେଇବି। ଆଉ ଆଜିର ଭିଡ଼ିଓରେ ଗୋଟେ ଛୋଟ କ୍ୱେଶ୍ଚିନ୍ ବି ପଚାରିବି ଆମର, ଆପଣମାନେ ଦେଖିଲେ ଭିଡ଼ିଓ ଦେଖିଲେ ଜାଣିପାରିବେ। ସୋ ଲେଟ୍ସ ଷ୍ଟାର୍ଟ। ଆଜି ବ୍ରେକଫାଷ୍ଟରେ ସେମିତି କିଛି ସ୍ପେଶାଲ କିଛି ନଥିଲା, ତ ମୁଁ ମାର୍କେଟରୁ କାଲି ଆସିଲା ବେଳକୁ ଗୋଟେ ଲିମ୍କା ଗ୍ଲୁକୋ ଚାର୍ଜ ଯେଉଁଟାକି ଏନର୍ଜି ଡ୍ରିଙ୍କ ଟାଇପ୍ର ଥାଏ ତାକୁ ପିଇକି ମୁଁ ୱାର୍କଆଉଟ୍ ପାଇଁ ବାହାରି ଯାଇଥିଲି। ସୋ ଫାଇନାଲି ଆପଣମାନେ ଦେଖିପାରୁଥିବେ ମୁଁ ବାହାରି ଗଲିଣି। ଆଜିର ବି ମୌସମ ସେଇଭଳିଆ ବର୍ଷା, ଆଉ ଆଜି ଶ୍ରାବଣ ମାସ ଆଜିଠୁ ଆରମ୍ଭ ହେଲା। ତ ଲେଟ୍ସ ଷ୍ଟାର୍ଟସ୍ ଆଜିର ଡେ ନମ୍ବର 6। ସୋ ଗାଇସ୍, ଆପଣମାନଙ୍କୁ ଭିଡ଼ିଓରେ ଯେଉଁ କ୍ୱେଶ୍ଚିନ୍ ପଚାରିବାର ଥିଲା, କହିବାର ଥିଲା ଯେ ଆଜିଠୁ ହେଉଛି ଶ୍ରାବଣ ମାସ। ତ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ତ ମୋତେ କହିପାରିବେ କି ଯେ ଭଗବାନ ଶିବକୁ କାହିଁକି ଶ୍ରାବଣ ମାସରେ ପୂଜା କରାଯାଏ? ହେଲା, ଏଇଟା ଆପଣମାନଙ୍କ ପାଇଁ କ୍ୱେଶ୍ଚିନ୍ ରହିଲା। ଏଇଟା କ୍ୱେଶ୍ଚିନ୍ର ଆନ୍ସର୍ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ, କାହିଁକିନା ମୁଁ ବି ଶ୍ରାବଣ ମାସ ମାନେ, ଆଉ କ'ଣ ପାଇଁ ମାନେ ମୁଁ ବି ଜାଣିଛି। ବାସ୍ ଆପଣମାନଙ୍କୁ ଜାଣିବାକୁ ଚାହୁଁଛି ଆପଣମାନେ ଜାଣିଛନ୍ତି କି ନାହିଁ। ସୋ ଫାଇନାଲି ମୁଁ ମୋ ଜିମ୍ ସେଣ୍ଟରରେ ପହଞ୍ଚି ଯାଇଛି। ଆପଣମାନଙ୍କୁ ଛୋଟ ଛୋଟ ଷ୍ଟେପ୍ କରିକି ମାନେ ମିନି ଭିଡ଼ିଓ କରିକି ଗୋଟେ ଭିଡ଼ିଓ ଦେଖେଇବି ହେଲା। ଆଉ ଆପଣମାନେ ଦେଖନ୍ତୁ, ଆଉ ଏଇଟା ମୋ ପାଇଁ ହିଁ ମୁଁ ନିଜେ କରୁଛି, ମୋ ବଡ଼ି ଫିଟନେସ୍ ପାଇଁ। ଆଉ ଆପଣମାନଙ୍କୁ ଏହାଠୁ ଶିଖିବାକୁ ବି କଥା କି ବଡ଼ି ଫିଟନେସ୍ କେମିତି କରାଯାଏ। 21 days ଚ୍ୟାଲେଞ୍ଜରେ ନିଜର ବଡ଼ି ଫିଟନେସ୍ କେମିତି କରିପାରିବେ ଆପଣମାନେ ଭିଡ଼ିଓ ଦେଖି ଜାଣିପାରିବେ। ଲେଟ୍ସ ଷ୍ଟାର୍ଟ ଗାଇସ୍। ଜିମ୍ ଭିତରେ ଏଣ୍ଟ୍ରି କଲା ପରେ ମୁଁ ଦେଖିଲି ଯେ ଆଜି ବହୁତ ଗୁଡ଼ିଏ ପିଲା ଆଜି ଆସିଯାଇଛନ୍ତି। ଆଜ୍ ୟୁଜୁଆଲ୍ ଯିଏ ଯାହାର ଯେମିତି ୱାର୍କଆଉଟ୍ କରୁଛନ୍ତି ସେମିତି ୱାର୍କଆଉଟ୍ କରୁଛନ୍ତି। ମୁଁ ବି ମୋର ୱାର୍କଆଉଟ୍ କରିବା ଆରମ୍ଭ କରିଦେଲି। Okay, let's go. Let's go. ସୋ ଫାଇନାଲି ଡେ ନମ୍ବର 6ର ୱାର୍କଆଉଟ୍ ଆଜି ଶେଷ ହେଲା। ଆଉ ବର୍ତ୍ତମାନ ଭିଡ଼ିଓ କରିକି ଦେଖେଇବି କେଉଁ ଭଳିଆ ମୁଁ ୱାର୍କଆଉଟ୍ କରିଛି। ଆଉ ଆପଣମାନେ ବି ସେଇଭଳିଆ ୱାର୍କଆଉଟ୍ କରିପାରିବେ। କିଛିଟା ୱାର୍କଆଉଟ୍ ଅଛି ଆପଣ ଘରେ ବି କରିପାରିବେ, ଆଉ କିଛିଟା ୱାର୍କଆଉଟ୍ କରିବା ପାଇଁ ଆପଣଙ୍କୁ ପର୍ଟିକୁଲାର ଜିମ୍କୁ ହିଁ ଆସିବାକୁ ପଡ଼ିବ, କାହିଁକିନା ସେ ଇକ୍ୱିପମେଣ୍ଟ ସବୁ ଜିମ୍ରେ ବି ଅଛି। ଆଜିକାଲି ଚାହିଁଲେ ବି ଆପଣମାନେ ସେ ଇକ୍ୱିପମେଣ୍ଟ ଅନଲାଇନ୍ରେ ବି କିଣିପାରିବେ, ୟା ଆମର ରାଉରକେଲାରେ ସ୍ପୋର୍ଟସ୍ ସୋରୁମ୍ ମାନେ ଯେଉଁ ସ୍ପୋର୍ଟସ୍ ସୋରୁମ୍ ଅଛି ସେଠୁ ଯାଇକି କିଣିପାରିବେ। ବଟ୍ ମୋଟିଭ୍ ହେଲା କି ଆମମାନଙ୍କର କି ଆମେମାନେ ଫିଟନେସ୍ ରହିବା ଦରକାର। ଫିଟ୍ ରହିଲେ ହିଁ ନିଜର ଫ୍ୟୁଚର୍ ପାଇବା ଭଲ। ଭିଡ଼ିଓ ଯଦି ଭଲ ଲାଗୁଥିଲେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, କମେଣ୍ଟ କରି କହିବେ। ଆଉ ସେଇଭଳିଆ ମୁଁ କୌଣସି ଲାଙ୍ଗୁଏଜ୍ କହୁନି, ବାରମ୍ବାର ଆଗରୁ ବି କହିଛି। ଆଉ ସମସ୍ତଙ୍କୁ ରିକ୍ୱେଷ୍ଟ, ସ୍ପେଶାଲି ମୋ ଫ୍ରେଣ୍ଡମାନଙ୍କୁ ରିକ୍ୱେଷ୍ଟ, ମୋ ପେଜ୍କୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିକି ମୋତେ ଜଣାଇବେ। ଆଉ ପ୍ଲିଜ୍ ସାଙ୍ଗମାନେ, ବାଳ ପିଲାମାନେ, ତୁମମାନେ ସବୁ ପ୍ଲିଜ୍ ସେୟାର କର ମୋ ଭିଡ଼ିଓକୁ। ତୁମେମାନେ ଯଦି ସେୟାର କରିବନି କିଏ ସେୟାର କରିବ?
ଠିକ୍ ଅଛି। ସୋ ବାଏ, କାଲି ଦେଖା ହେବା। ଟିଲ୍ ନାଉ ବାଏ, ଟେକ୍ କେୟାର।